रमाकांत भाई जय गुरु। जय गुरु। परम प्रेममय परम दयाल श्री श्री ठाकुर परम आराध्य जगत जननी श्री श्री बड़मा परम पूज्यपाय जुगाचार्य श्री श्री बड़दा परम पूज्यपात श्री श्री आचार्य देवଙ୍କ पद प्रांतरे मोर भूयसी प्रणाम निवेदन करे। आजिर एई पवित्र सत्संगरे उपस्थित वरेण्य संचालक महाशय, अन्यान्य समस्त भूत पवित्र पांड्याधारी कर्मी वृंद, भक्तिमती मातृमंडली, श्रद्धेय गुरुभ्राता मंडली, छोट छोट पिलामानंकु मोर आंतरिक राजय गुरु निवेदन करे। आज गोटे बहुत पवित्र दिवस। वर्तमान आचार्य देवंकर ज्येष्ठ पुत्र अविंदांकर आज हूँ जन्मदिन। संभवतः 25 हब बोधे। आउ 25 वर्षर देखंतु तांकर माने केते छोट बळु केते कर्म करिवार आग्रह, केते प्रेरणा, यंग मास मानकु नेई भजन कीर्तन रो गोटे टीम गढ़ी डीपी वर्क रो आरंभ करी चतुर दिगरे प्रोत्साहन आनंद उल्लासर वार्ता को जे खेले देइचंदी से होचंदी पूज्य अबिन बाबू। तेणु तांकर जन्मदिन रे तांको अनेक अनेक शुभेच्छा आउ हार्दिक अभिनंदन मध्य। तांकर तो जन्मदिन देवघर रे बहुत साडंबर रे पिला माने जाई पालन करूचंदी। आउ प्राय समस्त मंदिर गुड़ाकरे मध्य बोधे पालन करिवार व्यवस्था रहिछि भी। जा भी हो, तांकु पूज्यपा दादांकर कुहा जायथिबा गोटे कथा मोर मने पड़े, जोटा पूज्यपा दादा तांको उद्देश्य स्टेटमेंट देइथिले जे अबिन तू देखिबु मु तो नथिबी, तो बापा भी हुए तो नथिबो, किंतु तते जेतेबेले मो एतिकी बयस हबो सेतेबेले सारा भारतर लोक माने ठाकुर ठाकुर कही चित्कार करुथिबे। तेणु सेई समयटा देखिबाटा को प्रकार थिबो, से समय देखिया ପାଇଁ हुए ଆମ ମାନଙ୍କ ଭିତରେ ଅନେକ ହିଁ ଏଠି ଆମେ ନଥିବା, ସେତେ ସମୟ ବଞ୍ଚି ନଥିବା, କିନ୍ତୁ ସେତେ ସମୟ ନହେଲେ ମଧ୍ୟ ତା ପର ସମୟରେ ତ ପୁଣି ଆମେମାନେ ହିଁ ଜନ୍ମିବା। ତ ସେତେବେଳକୁ ସମଗ୍ର ଭାରତରେ ହିଁ ଦୀକ୍ଷାର ପ୍ରଚାର ଆଉ ପ୍ରସାର ଆଉ ଦୀକ୍ଷାକୁ ଧରି ରଖୁଥିବା ଲୋକ କେତେ ଥିବେ। କାରଣ ମୁଁ ଆଗରୁ ମଧ୍ୟ ଥରେ କହିଛି ଯେ ପୁରୁଷୋତ୍ତମଙ୍କର ଯିବାର ଅନ୍ତତଃ 200 ରୁ 300 ବର୍ଷର ସମୟ ତ ଲାଗିଯିବ ତାଙ୍କର କଥାଟାକୁ ପ୍ରଚାର ହବା ପାଇଁ। କାରଣ ବର୍ତ୍ତମାନ ସତ୍ସଙ୍ଗର ସେ ଭିତ୍ତିଭୂମି ବି ନାହିଁ। ସତ୍ସଙ୍ଗର ଆଡମିନିଷ୍ଟ୍ରେସନ ଆଉ ଆହୁରି ବହୁତ ୱିଙ୍ଗସ୍ ବର୍ତ୍ତମାନ ସତ୍ସଙ୍ଗରେ ହେଇପାରିନି। ହୁଏତ ଜୀବଦଶାରେ ଆପଣ ମାନେ ଶୁଣିବେ ବି ସତ୍ସଙ୍ଗରେ ସେଇ ସବୁ ୱିଙ୍ଗସ୍ ଗୁଡାକ ବା ଡେଣା ବା ଶାଖା ଗୁଡାକ ସୃଷ୍ଟି ହଉଥିବ, ଯୋଉଠି ଠାକୁରଙ୍କର ଇଚ୍ଛାଟା ପରିପୂରଣ ହଉଥିବ। ଯେମିତି ସତ୍ସଙ୍ଗରେ ଗୋଟେ ରିସର୍ଚ୍ଚ ୱିଙ୍ଗ ରହିବ, ଠାକୁରଙ୍କ କଥା ଉପରେ ରିସର୍ଚ୍ଚ ଚାଲିବ। ସତ୍ସଙ୍ଗରେ ସ୍କଲାରସିପ ର ଗୋଟେ ୱିଙ୍ଗ ରହିବ, ଯୋଉଠି ମାନେ ପାଠ ତ ପିଲାମାନେ ପଢିବେ ଆଉ ବିଦେଶ ସହିତ ଟାଇ ଅପ୍ ହବ, ତାଙ୍କୁ ଏଇଠୁ ଫେଲୋସିପ ଦେଇକି ସ୍କଲାରସିପ ଦେଇକି ବାହାର ଦେଶକୁ ପଠାଯିବ। ସେଠିକାର ଜ୍ଞାନ ଗବେଷଣାରେ ସତ୍ସଙ୍ଗ ସମୃଦ୍ଧ ହବ। ପୁଣି ଦେଶର ଅର୍ଥନୀତିର ଦୂରୀକରଣରେ, ଦେଶର ରାଜନୈତିକ ସମସ୍ୟାର ଦୂରୀକରଣରେ ବିଭିନ୍ନ ପ୍ରକାରର ଲୋକମାନଙ୍କର ଦେଖିବେ ଆଗମନ ହବ। ସେମାନଙ୍କୁ ନେଇ ଗୋଟେ ଗୋଟେ ଶାଖା ଖୋଲାଯିବ, ଯାହାକି ବିଭିନ୍ନ ବିକଳ୍ପ ରୂପରେ କାମ କରିବ। ସେଠି ମଧ୍ୟ ମ୍ୟୁଜିକର ଇଣ୍ଡଷ୍ଟ୍ରି ହବ, ସେଠି ମଧ୍ୟ ଇଣ୍ଡଷ୍ଟ୍ରିୟସ ପିପୁଲଙ୍କର ଇଣ୍ଡଷ୍ଟ୍ରି ହବ। ଯୋଉଟା ଠାକୁରଙ୍କର ଇଚ୍ଛା ଥିଲା, ଆପଣମାନେ ଦେଖିବେ ଆଗକୁ ଆଗକୁ କେତେ ବହୁଳ ଭାବରେ ସେ କାମଟା ବଢି ବଢି ଚାଲିବ। ହୁଏତ ସେତେବେଳକୁ ଆମର ବାର୍ଦ୍ଧକ୍ୟ ଅବସ୍ଥା ହେଇଥିବ, ଆମେ ଶୁଣିବାକୁ ପାଇବା, ଆକ୍ଟିଭଲି ପାର୍ଟିସିପେଟ କରିପାରୁନଥିବା, କିନ୍ତୁ ତାର ପର ସମୟରେ ଆମେ ନିହାତି ଜନ୍ମ ହବା। କାରଣ ବର୍ତ୍ତମାନ ସମୟରେ ଯୋଉମାନଙ୍କୁ 20-25 ବର୍ଷ ହେଇଛି, ସେମାନେ ବର୍ତ୍ତମାନ 100 ବର୍ଷର ପ୍ରାୟ 50 ରୁ ଅଧିକା ବର୍ଷକୁ ଭୋଗ କରିବେ। ଆଉ ଆମମାନଙ୍କ ଭିତରେ ହୁଏତ ସେତିକି ଭୋଗ 2050 ବେଳକୁ ବି ଅନେକ ଲୋକ ନଥିବେ। ତ ତାଠୁ ଅଧିକାରୁ ଅଧିକା ଭୋଗ କରିବେ ଯୋଉମାନେ 2005-2010ରେ ଜନ୍ମ ହେଇଥିବା ପିଲାମାନେ। ଆଟଲିଷ୍ଟ ତ ଆମେ ପ୍ରେଡିକ୍ଟ କରିବା 60-70 ବର୍ଷ ବି ଯଦି ବଞ୍ଚନ୍ତି, ତାହେଲେ 2080 ମସିହା ସେତେବେଳକୁ ହେଇଯାଇଥିବ। ଆଉ ପୂଜ୍ୟପା ଦାଦାଙ୍କର କୁହା କଥାଟା ମଧ୍ୟ
ସେତେବେଳକୁ ସତ ହଉଥିବ। ସେତେବେଳେ ଦେଖିବେ ଠାକୁରଙ୍କର କଥା ଗୁଡାକ କିଭଳି ଭାବରେ କ୍ରିୟା କରୁଛି। ଆଉ ଏଇ ଲୋକମାନେ ବର୍ତ୍ତମାନ ପୃଥିବୀର ଯୋଉ ଲୋକମାନଙ୍କୁ ଆମେ ଦେଖୁଛେ, ସେମାନଙ୍କ ଦ୍ଵାରା ବିଶେଷ କିଛି ସାଧନ ନ ହେଇ ପାରିଲେ ମଧ୍ୟ ଯେତିକି ଟିକେ ଚାଲିଥିବ ତାର ପରପର ପିଢିରେ ତାଙ୍କର କାମକୁ ସଫଳରେ ରୂପାୟନ କରିବା ପାଇଁ ସେଇ ଯୋଗଜନ୍ମା ତଥା ଯୁଗଜନ୍ମା ଲୋକଙ୍କର ଆବିର୍ଭାବ ଘଟିବ, ଯୋଉମାନେ ତାଙ୍କର କଥାଟାକୁ ପ୍ରକୃତିରେ ବହନ କରି ନେବେ। ଏବେ ଠାକୁରଙ୍କର ସମ୍ବିତି ବହିରେ ପ୍ରଦାନ କରାଯାଇଥିବା ବାଣୀ ଜାତୀୟ ଜୀବନୀ ପଞ୍ଚଦଶୀ ଉପରେ ଆମେ ଆଲୋଚନା ରଖିବା, ହୁଏତ 15ଟା ଯାକ ନୀତି, କାରଣ ସମୟର ସ୍ୱଳ୍ପତା 7ଟା 53 ହେଇଗଲାଣି, ସବୁ ଗୁଡା ଆଲୋଚନା ନ ହେଇ ପାରିଲେ ମଧ୍ୟ ଚେଷ୍ଟା କରିବା ଯେତିକି ଟିକେ ଆଲୋଚନା ହେଇପାରିବ ତା ବୁଝିବା ପାଇଁ କି। ପ୍ରଥମେ ଜାତୀୟ ଜୀବନୀ ପଞ୍ଚଦଶୀ ୟାର ମାନେ କଣ? ମାନେ ଜାତିର ଜୀବନଟାକୁ ରକ୍ଷା କରିବା ପାଇଁ। ଗୋଟେ ଜାତି କହିଲେ ଆମେ କଣ ବୁଝୁ? ଜାତିଟି ସଂସ୍କୃତର ଜନ୍ ଧାତୁରୁ ଆସିଛି, ତା ମାନେ ଜନ୍ମ ନବା, ଯାହା ଜନ୍ମ ନିଏ, ଯେଉଁ ଜନ୍ମକରଣ ଭିତର ଦେଇ ମଣିଷ ପିଢି ପରେ ପିଢି ଉନ୍ନତ ହେଇ ଉଠେ, ତାକୁ ଆମେ ବଂଶ ବୋଲି କହୁ। 7 ପିଢି ହେଲେ ବଂଶ, 14 ପିଢିରେ କୁଳ ବା କୁଟୁମ୍ବ ବୋଲି କହୁ। ବର୍ତ୍ତମାନ ତ ସେ ସମୟ ନାହିଁ। ଆମେ 3 ପିଢିର କଥା ମନେ ରଖିବା ବି ଆମ ମାନଙ୍କ ପାଇଁ ଖୁବ କଷ୍ଟ ହେଇଯାଇଛି। ତ ଜାତି ଦିନକରେ ତିଆରି ହୁଏ ନା। ଜାତି ତିଆରି ହବା ପାଇଁ ଅନ୍ତତଃ 400 ରୁ 500 ବର୍ଷର ସମୟ ତ ଲାଗି ହିଁ ଯାଏ। ଆଜି ଆପଣ ଶିଖ ଜାତିକୁ ଦେଖନ୍ତୁ, କେମିତି ବଳିଷ୍ଠ ହେଇଛନ୍ତି, କମ୍ୟୁନିଟି ବା ଗୋଟେ ଗ୍ରୁପ। ଆଜି ଖ୍ରୀଷ୍ଟିଆନ ଜାତିକୁ ଦେଖନ୍ତୁ, ଇସଲାମ ଜାତିକୁ ଦେଖନ୍ତୁ, ଜାତି କମ୍ୟୁନିଟି ବା ଗ୍ରୁପ ବୋଲି ଆମେ କହିବା। ତ ଏଇ ଜାତିକୁ ଉନ୍ନତ କରିବାକୁ ହେଲେ କଣ କଣ 15ଟା ନୀତି ଆମ ମାନଙ୍କୁ ନିହାତି ମାନିବା ଦରକାର, ତାରି ଉପରେ ହିଁ ଆଲୋକପାତ କରିଛନ୍ତି ଶ୍ରୀ ଶ୍ରୀ ଠାକୁର। ପ୍ରଥମ, ଆଦର୍ଶ ଯାହାଙ୍କର ଏକ ଆଉ ଅଦ୍ୱିତୀୟ। ପୂର୍ବତନ ଋଷି ଓ ପିତୃ ପୁରୁଷଙ୍କ ଠାରେ ଯେଉଁମାନେ ସଶ୍ରଦ୍ଧ, ସେମାନଙ୍କ ଅନୁଭୂତି ସମୂହ ଯେଉଁମାନଙ୍କର ଭିତରେ ଅନ୍ୱିତ ହୋଇବି ବର୍ତ୍ତମାନ ଜୀବନ୍ତ ଆଦର୍ଶରେ ସେବା ସକ୍ରିୟ ଓ ସଂହତ ଯେଉଁମାନେ। ପ୍ରଥମ, ଯୋଉମାନଙ୍କ ପାଇଁ ଆଦର୍ଶ ହଉଛନ୍ତି ଏକ ଆଉ ଅଦ୍ୱିତୀୟ। ଆମେ ଈଶ୍ୱରଙ୍କୁ ଏକ ଆଉ ଅଦ୍ୱିତୀୟ ବୋଲି କହୁ। ଈଶ୍ୱରଙ୍କ ଛଡା ଆଉ ଦ୍ଵିତୀୟ ବିକଳ୍ପ କେହି ନାହାନ୍ତି। ଈଶ୍ୱର ହଉଛନ୍ତି ଏକ, ଈଶ୍ୱରୀୟ ଶକ୍ତି ଏକ। ଆଉ ଯେତେ ଦେବଦେବୀଙ୍କର ପୂଜା ଆମେ କରୁଛୁ, ସେ ସମସ୍ତେ ଈଶ୍ୱରଙ୍କର ଗୋଟେ ଗୋଟେ ଅଂଶାବଶେଷ, ଗୋଟେ ଗୋଟେ ରୂପ। ଜଣେ ପ୍ରଶ୍ନ କଲେ ଯେ ଆପଣଙ୍କର ହିନ୍ଦୁ ଧର୍ମରେ ତ କଣ 33 କୋଟି ଦେବତା ରୁହନ୍ତି? ପୁଣି ଭାରତକୁ କୁଆଡେ ଦେବଲୋକ ବୋଲି କୁହାଯାଉଥିଲା। ଆଉ 33 କୋଟି ଦେବତା, କିନ୍ତୁ ଇସଲାମ ରେ ଦେଖନ୍ତୁ ଗୋଟିଏ ମହମ୍ମଦ, ଖ୍ରୀଷ୍ଟିଆନ ମାନଙ୍କର ଯୀଶୁ ଖ୍ରୀଷ୍ଟ ଅଛନ୍ତି, ବୁଦ୍ଧିଷ୍ଟଙ୍କର ବୁଦ୍ଧ ଅଛନ୍ତି, ହିନ୍ଦୁ ମାନଙ୍କର କିଏ ଅଛନ୍ତି? ନା ବ୍ରହ୍ମା ବିଷ୍ଣୁ ମହେଶ୍ଵର 3 ଜଣ ପ୍ରମୁଖ ଦେବତା। ତାପରେ ପୁଣି ତାଙ୍କର ସ୍ତ୍ରୀ ଆଉ ତାଙ୍କର ପିଲା, କେତେ ଦେବତା ଅଛନ୍ତି। ପ୍ରକୃତ କଥା, ଏଇ ବିଶ୍ଵ ବ୍ରହ୍ମାଣ୍ଡରେ, ବିଶ୍ଵ କହିଲେ ତ ସମଗ୍ର ୟୁନିଭର୍ସ, ୟୁନିଭର୍ସକୁ ନେଇକି ପୁଣି ରହିଛି କଣଟା ମଲ୍ଟିଭର୍ସ। କାରଣ ଆମେ କହୁ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଜାଲୋମ କୋପେ ବିରାଜେ। ତେଣୁ ୟୁନିଭର୍ସ ତ ଗୋଟେ, ଆମର ବିଶ୍ଵ। ଏଇଭଳିଆ ଅସଂଖ୍ୟ ବିଶ୍ଵର ସମାହାର ହଉଛନ୍ତି ଈଶ୍ୱର। ତେଣୁ ଈଶ୍ୱର ଶକ୍ତି କୋଉଠୁ ଆରମ୍ଭ କୋଉଠୁ ଶେଷ ତା ବିଷୟରେ ଚିନ୍ତା କରିବା, ତାର ପରିକଳ୍ପନା ଟା ବି ମଣିଷ ମୁଣ୍ଡ ଭିତରେ ନାହିଁ। ମଣିଷର ମୁଣ୍ଡ ତାଙ୍କର କଳ୍ପନା ଟାକୁ ବି ଧାରଣ କରିପାରିବନି। କିନ୍ତୁ ଯୋଉ ଜାଗାରେ ଯେମିତି ଉପସ୍ଥିତି, ସେଇ ଅନୁସାରେ ସେ ବିଭାଗୀକରଣ ହୁଅନ୍ତି। ମାନେ ଯେମିତି ଗୋଟିଏ ଘରର ନାରୀଟା ତା ପିଲା ପାଇଁ ସେ ମା ହେଇଥିଲା ବେଳେ, ତାର ସ୍ଵାମୀ ପାଇଁ ସେ ସ୍ତ୍ରୀ, ତାର ଶାଶୁ ଶଶୁରଙ୍କ ପାଇଁ ସେ ବୋହୂ, ପୁଣି ତା ବାପ ଘର ପାଇଁ ସେ ଝିଅ, ଆହୁରି କେତେ କ୍ୟାରେକ୍ଟର, କେତେ ଚରିତ୍ରରେ ଗୋଟେ ନାରୀ ଆସିପାରେ।
ତା ବୋଲି କଣ ସେ ନାରୀଟି ଅଲଗା ହେଇଯାଉଛି କି? ନା, କିନ୍ତୁ ବିଭିନ୍ନ ସମୟରେ ତାକୁ ବିଭିନ୍ନ ରୋଲ ପ୍ଲେ କରିବାକୁ ପଡୁଛି, ନାଟ୍ୟ କରିବାକୁ ପଡୁଛି। ଠିକ ସେମିତି ଈଶ୍ୱରଙ୍କର ଧରାଧାମରେ ଯେତେବେଳେ ପ୍ରୟୋଜନ, ସେ ସେଇଭଳି ଭାବରେ ହିଁ ଆଗମନ ହୁଅନ୍ତି। ଆପଣ ଦେଖନ୍ତୁ, ଅବତାର ଭିତରେ ମଧ୍ୟ କେତେ ଫରକ ରହିଛି। ଆପଣ ରାମଙ୍କୁ ଦେଖନ୍ତୁ, କୃଷ୍ଣଙ୍କୁ ଦେଖନ୍ତୁ। ରାମଙ୍କୁ ବନବାସ ଯିବାର କଥା କୁହାଗଲା। ଯଦି ରାମ କୃଷ୍ଣଙ୍କର ସମୟରେ ଥାନ୍ତେ ଆଉ କୃଷ୍ଣ ରାମଙ୍କର ସମୟରେ ଥାନ୍ତେ, ତାହେଲେ କଣ ହେଇଥାନ୍ତା? ମହାଭାରତରେ ଆପଣ ଦେଖନ୍ତୁ କେତେ କପଟତା, କେତେ କ୍ରୂରତା, କେତେ ଖଳତା, କେତେ କୂଟନୀତିର ପ୍ରୟୋଗ ରହିଛି। କିନ୍ତୁ ରାମାୟଣରେ ତାର କୌଣସିର ପ୍ରୟୋଗ ନାହିଁ। ସିମ୍ପଲ, ଅତି ସାଧାରଣରୁ ସାଧାରଣ ଭାବର କଥା। ରାମ କେତେ ପ୍ଲେନଲି କଥାଟାକୁ ମାନିଛନ୍ତି। କିନ୍ତୁ କୃଷ୍ଣ ସବୁ କଥାକୁ ମାନିଲେ ମଧ୍ୟ ତାର ଗୋଟେ କୁଟର ଦିଗଟାକୁ ବାହାର କରି ସେ କଥାକୁ ଖଣ୍ଡନ କରିଦେଇଛନ୍ତି। କାରଣ ସେଇଟା ସମୟର ଡିମାଣ୍ଡ, ସମୟର ଫରକ। ସେମିତି ଈଶ୍ୱର ଯେତେବେଳେ ଅବତୀର୍ଣ୍ଣ ହୁଅନ୍ତି, ଯୋଉ ସମୟରେ, ଯୋଉ ଜାଗାରେ, ସ୍ଥାନ କାଳ ପରିସ୍ଥିତି ପାତ୍ର ଅନୁସାରେ, ସେଇ ଜାଗାରେ ସେଇ ପ୍ରକାରର ମଡ୍ୟୁଲେସନ ତାଙ୍କୁ କରିବାକୁ ପଡେ। ସେଇ ପ୍ରକାରରେ ହିଁ ସେ ରୋଲ ପ୍ଲେ କରନ୍ତି। ତେଣୁ ଈଶ୍ୱର ଏକ ଆଉ ଅଦ୍ୱିତୀୟ ହେଲେ ମଧ୍ୟ ତାଙ୍କର ବିଭିନ୍ନ ଜାଗାରେ ଅବସ୍ଥିତି ଆଉ ଗତି, ତାଙ୍କର କ୍ରିୟାକଳାପ ସବୁ ଗୁଡାକ ପରସ୍ପର ଠାରୁ ଭିନ୍ନ ଭିନ୍ନ ରୂପ ନିଏ। ତେଣୁ ଆଦର୍ଶ ଯାହାଙ୍କର ଏକ ଅଦ୍ୱିତୀୟ, ପୂର୍ବତନ ଋଷି ଓ ପିତୃ ପୁରୁଷଙ୍କ ଠାରେ ଯେଉଁମାନେ ସଂସ୍ରବ। ଋଷି କହିଲେ କଣ? ନା ଆଚରଣଶୀଳ ବ୍ୟକ୍ତିତ୍ବ। ଗମନ, ପ୍ରାପଣ ଆଉ ତୃପଣ, ସେଇ ମାର୍ଗରେ ଗତି କରିବା, ଭିତର ଦେଇ ପ୍ରାପ୍ତ ହବା, ତା ଭିତରେ ଦେଇ ତୃପ୍ତ ହବା, ଯାହାଙ୍କର ଚରିତ୍ରରେ ଚରିତ୍ରାୟିତ, ସେ ହଉଛନ୍ତି ଋଷି। ପୁଣି ପୁରାଣରେ 7 ପ୍ରକାର ଋଷିଙ୍କର କଥା ବର୍ଣ୍ଣନା କରାଯାଇଛି। ପ୍ରକୃତ ଋଷି ହଉଛନ୍ତି ପୁରୁଷୋତ୍ତମ, ଯିଏକି 100% ଆଚରଣ ସିଦ୍ଧ। ତାପରେ ପୁଣି ଆମେ ଦେଖୁ ବିଭିନ୍ନ ଋଷି, ବ୍ରହ୍ମର୍ଷି, ରାଜର୍ଷି, ଦେବର୍ଷି, ମହର୍ଷି, ଏମିତିଆ ସବୁ ଋଷି। କେତେ ତାର ପୁଣି ସଂଜ୍ଞା ରହିଛି, କେତେ ପ୍ରକାର ଛାଡ। ତ ବିଭିନ୍ନ ପ୍ରକାର ଋଷି ଅଛନ୍ତି। ଋଷି କହିଲେ ଆମେ ଆଚରଣଶୀଳ ବ୍ୟକ୍ତିତ୍ୱଙ୍କୁ ବୁଝିବା। ଆଉ ପିତୃ ପୁରୁଷ, ଯୋଉମାନେ ଆମର ବିଗତ, ଯାହାଙ୍କଠୁ ଆମେ ଆନିତ, ତାଙ୍କୁ ମାନି ଚଳିବା, ତାଙ୍କ ପ୍ରତି ଶ୍ରଦ୍ଧା ପ୍ରଦର୍ଶନ କରିବା। ସେମାନଙ୍କ ଅନୁଭୂତି ସମୂହ ଯେଉଁମାନଙ୍କର ଭିତରେ ଅନ୍ୱିତ ହୋଇବି, ତାଙ୍କର ଅନୁଭୂତି ଗୁଡାକ, ପିତୃ ପୁରୁଷଙ୍କର ଅନୁଭୂତି, ପୂର୍ବତନ ଋଷି ମହାପୁରୁଷ, ଏମାନଙ୍କର ଅନୁଭୂତି ସମୂହ, ସମଗ୍ର ଅନୁଭୂତି ଗୁଡାକ ଯାହାଙ୍କର ଭିତରେ ଅନ୍ୱିତ ହୋଇବି, ଢଳି ପଡି ବାନ୍ଧି ହୋଇ ବର୍ତ୍ତମାନ ଜୀବନ୍ତ ଆଦର୍ଶରେ ସେବା ସକ୍ରିୟ ଓ ସଂଘତ ଯେଉଁମାନେ, ବର୍ତ୍ତମାନ ଯେ ଜୀବନ୍ତ ଆଦର୍ଶ ପ୍ରେରିତ ପୁରୁଷୋତ୍ତମ, ତାଙ୍କଠାରେ ସଦାସର୍ବଦା ସକ୍ରିୟ ସେବାରେ ଲାଗି ରହିଛନ୍ତି, ଏକତ୍ରିତ ହୋଇ ଲାଗି ରହିଛନ୍ତି, ସେଇମାନେ ହିଁ ପ୍ରକୃତ ସଂଘତ ମଣିଷ। ଦ୍ଵିତୀୟ, ନିଷ୍ଠାରେ ସୁନିଷ୍ଠ ଯେଉଁମାନେ, ନିଷ୍ଠାରେ ମଧ୍ୟ ଯୋଉମାନେ ସୁନିଷ୍ଠ, କେତେ ବଡ କଥା। ନିଷ୍ଠା ନିଶେଷ ରୂପରେ ଲାଗି ରହିବାର ନାମ। ଆଉ ନିଷ୍ଠାରେ ପୁଣି ସୁନିଷ୍ଠ, ତାମାନେ ଲାଗି ରହିବାଟା ବି ବହୁତ ଭଲ ଭାବରେ, ଫିଙ୍ଗା ଫୋପଡାରେ ନୁହେଁ, ଅତ୍ୟନ୍ତ ଶ୍ରଦ୍ଧା ଯୁକ୍ତ ଭାବରେ ଯୋଉମାନେ ଲାଗି ରହିଛନ୍ତି, ସେଇ ପ୍ରକାରର ବ୍ୟକ୍ତି ବିଶେଷ। ତାପରେ ଧର୍ମ ଓ କୃଷ୍ଟି ଯେଉଁମାନଙ୍କର କର୍ମ ମୁଖର, ପରାକ୍ରମ ଓ ପ୍ରୀତି ଉଚ୍ଛଳ ସଂଘତ। ଧର୍ମ ଆଉ କୃଷ୍ଟି ଯେଉଁମାନଙ୍କର କର୍ମ ମୁଖର, ଧର୍ମ କହିଲେ ନିତ୍ୟ ଆଚରଣଶୀଳ କର୍ମ ଗୁଡାକ, କୃଷ୍ଟି ଆମର ପରମ୍ପରା, ତାମାନେ ନିତ୍ୟ ଆଚରଣଶୀଳ କଥା, ଚଳଣି, ଯାହାଙ୍କ ଭିତର ଦେଇ ଉନ୍ନତି ମୁଖର ହେଇଛି, ନିଜର କଲଚର, ନିଜର ପରମ୍ପରାକୁ ନେଇ ଯୋଉମାନେ କର୍ମ ମୁଖର ହେଇଛନ୍ତି, ପରାକ୍ରମ ଓ ପ୍ରୀତି ଉଚ୍ଛଳ, କାମ କରିବାର ଆବେଗ, ତାଙ୍କର ପ୍ରୀତି ଉଚ୍ଛଳ ହେଇ ଉଠିଛି, ସଂଘତ ହେଇ ଉଠିଛି, ଧର୍ମ ମନ୍ଦିର, ଧର୍ମାନୁଷ୍ଠାନ ପ୍ରତି ଯେଉଁମାନେ ସହଜ, ସଶ୍ରଦ୍ଧ ଓ ସ୍ୱତଃ ହିଁ ସଂସ୍କାର ପ୍ରବଣ,
ଯୋଉଠି ସବୁ ଧର୍ମାନୁଷ୍ଠାନ ରହିଛି, ଧର୍ମ ମନ୍ଦିର, ତାଙ୍କ ପ୍ରତି ଯୋଉମାନେ ସହଜ ଭାବରେ ସଶ୍ରଦ୍ଧ, ସାଧୁ ସନ୍ଥ, ଏମାନଙ୍କ ପ୍ରତି ଯୋଉମାନଙ୍କର ଶ୍ରଦ୍ଧା ରହିଛି, ଯୋଉମାନେ ସ୍ୱତଃ ହିଁ ସଂସ୍କାର ପ୍ରବଣ, ଅନୁସନ୍ଧିତ୍ସା, ସହଯୋଗିତା ଓ ବ୍ୟକ୍ତିଗତ ତପଶ୍ଚରଣ ବ୍ୟତୀତ ଅନୁସନ୍ଧିତ୍ସା, ଇନକ୍ୱିଜିଟିଭନେସ୍, ଜାଣିବାର ଇଚ୍ଛା, ସହଯୋଗିତା ଅର୍ଥାତ୍ ପାରସ୍ପରିକ ସହଯୋଗିତାରେ କାମ କରନ୍ତି ଯେଉଁମାନେ, ଓ ବ୍ୟକ୍ତିଗତ ତପଶ୍ଚରଣ, ନିଜର ବ୍ୟକ୍ତିଗତ ଯୋଉ ତପସ୍ୟା ରହିଛି, ନାମ ଧ୍ୟାନ କରିବା, ପୂଜା ପାଠ କରିବା, ହୋମ ଯଜ୍ଞ କରିବା, ନିଜକୁ ନିଜେ ଆତ୍ମବିଶ୍ଳେଷଣ କରିବା, ଇଷ୍ଟ କର୍ମରେ ଝାମ୍ପ ଦବା, ବ୍ୟକ୍ତିଗତ ତପଶ୍ଚରଣ ବ୍ୟତୀତ ସମବେତ ପ୍ରାର୍ଥନା ଓ ସମ୍ମିଳନରେ ସ୍ୱାଭାବିକ ଭାବେ ଅଭ୍ୟସ୍ତ ଯୋଉମାନେ। ଅନେକ ଲୋକ କହନ୍ତି ନାଇଁ ଭାଇ ନିଜେ ତ ଘରେ ବସିକି ସାଧନା କରିବେ, ମୁଁ ଏତେ ଯାଇକି ସେ ପ୍ରବଚନ ଶୁଣିପାରେନି, ମୁଁ ଏତେ କାମ କରିପାରେନି, ଏମିତି। ଆଉ ଅନେକେ ଖାଲି ସମାବେଶ କରିବେ, ମନ୍ଦିର କରିବେ, ଭୋଜି ଭାତ କରିବେ, ଯିବେ। ଦୁଇ ପ୍ରକାର ଲୋକ। କିନ୍ତୁ ଠାକୁର କହୁଛନ୍ତି ଯିଏ ମାନେ ନିଜର ସାଧନାଟା ବି କରନ୍ତି, ଆଉ ସମବେତ ପ୍ରାର୍ଥନା ଆଉ ସମ୍ମେଳନରେ ବି ସ୍ୱାଭାବିକ ଭାବେ ଯୋଗଦାନ କରନ୍ତି। ଖାଲି ନିଜର ସାଧନା କରନ୍ତିନି କି ଖାଲି ମାସରେ ଡିଅନ୍ତିନି, ଦୁଇଟି ଯାକ କର୍ମକୁ ଇକ୍ୱାଲି ଯୋଉମାନେ କରନ୍ତି, ଯେଉଁମାନେ ପ୍ରଜ୍ଞା ବୃଦ୍ଧ, ପ୍ରଜ୍ଞା ବୃଦ୍ଧ, ପ୍ରଜ୍ଞା ବୃଦ୍ଧ ମାନେ ପ୍ରଜ୍ଞା କହିଲେ ୱିଜଡମ, ୱିଜଡମ ଯୋଉମାନଙ୍କ ପାଖରେ ବୃଦ୍ଧିର ଗତିରେ ଚାଲିଛି, ସେମାନେ ହଉଛନ୍ତି ପ୍ରଜ୍ଞା ବୃଦ୍ଧ। ୱିଜଡମ ମଣିଷ ଜନ୍ମ ଜନ୍ମାନ୍ତର ଧରି ଅର୍ଜିତ ଜ୍ଞାନ। ଅଯଥା ଭାବରେ ଜ୍ଞାନର ଅପଚୟ ସେମାନେ କରନ୍ତିନି, ବରଂ ଜ୍ଞାନକୁ ଉପଚୟୀ ଗତିରେ ନେଇ ତାଙ୍କର ମଙ୍ଗଳ ସାଧନ କରିବାରେ ଯେ ବ୍ୟସ୍ତ। ତେଣୁ ଯେଉଁମାନେ ପ୍ରଜ୍ଞା ବୃଦ୍ଧ, ବିଦ୍ୱାନ, ଆଦର୍ଶ ପ୍ରାଣ, ସତ୍, ସୁକର୍ମପରାୟଣ ଓ ବ୍ରହ୍ମବିତ୍ ବ୍ରାହ୍ମଣ ମାନଙ୍କୁ, ବ୍ରହ୍ମବିତ୍ ବ୍ରାହ୍ମଣ ମାନେ ବଞ୍ଚିବା ବଢିବାର ନୀତି ଜାଣୁଥିବା ବ୍ୟକ୍ତିତ୍ବ, ସେ ହଉଛି ବ୍ରହ୍ମବିତ୍, ସେ ହେଲା ବ୍ରାହ୍ମଣ। ସହଜ ଶ୍ରଦ୍ଧାବନତ ଅର୍ଘ୍ୟ ଦ୍ୱାରା ଅଭିନନ୍ଦିତ ଓ ପରିପାଳିତ କରିଥାନ୍ତି। ତାମାନେ ଯୋଉ ଲୋକମାନେ ନିଜେ ଜ୍ଞାନୀ, ନିଜେ ବିଦ୍ୱାନ, ଆଦର୍ଶ ପ୍ରାଣ, ସତ୍, ସୁକର୍ମପରାୟଣ ଆଉ ବ୍ରହ୍ମବିତ୍ ବ୍ରାହ୍ମଣ ଯୋଉମାନେ ଅଛନ୍ତି, ତାଙ୍କୁ ଯେଉଁମାନେ ଅଭିନନ୍ଦିତ କରନ୍ତି, ତାଙ୍କୁ ଭଲ ମନ୍ଦ ପଚାରନ୍ତି, ବୁଝନ୍ତି, ପରିପାଳିତ କରନ୍ତି, ପ୍ରବୃତ୍ତି ପ୍ରଲୋଭନ, ବିରୋଧ ବା ବ୍ୟତିକ୍ରମ, ବିପର୍ଯ୍ୟସ୍ତ ଓ ପରଶ୍ରୀ କାତର କରି ତୋଳେନା ଯେଉଁମାନଙ୍କୁ। ମାନେ କେଡେ ବଡ ଲୋକ ସବୁ ଦେଖନ୍ତୁ, ପ୍ରବୃତ୍ତିର ପ୍ରଲୋଭନ ଯାହାକୁ ଆକୃଷ୍ଟ କରିପାରିବନି, କୌଣସି ବିରୋଧ ବା ବ୍ୟତିକ୍ରମ ଯାହାଙ୍କୁ ଢଳେଇ ପାରିବ ନାହିଁ, ବିପର୍ଯ୍ୟସ୍ତ ବା ପରଶ୍ରୀ କାତର, ପରର ସ୍ତ୍ରୀ ଦେଖିଲେ ଯୋଉମାନେ କାତର ହୁଅନ୍ତି, ଜେଲସନେସ୍ ଯୋଉମାନଙ୍କର ନଥାଏ, ଶାଶ୍ୱତ ବହୁ ପରୀକ୍ଷିତ ପ୍ରାଚୀନ ବିଧାନକୁ ପ୍ରବୃତ୍ତି ପରବଶତାରେ ଯେଉଁମାନେ ଅପଘାତ ତ କରନ୍ତି ନାହିଁ, ବରଂ ସେଇ ଭିତ୍ତିରେ ଚାଲି ତାର ପରିମାର୍ଜନ ଓ ଚିର ପରିପୂରଣ ତତ୍ପର ଯେଉଁମାନେ। ଆମର ପୂର୍ବରୁ ଶାସ୍ତ୍ରର ଯୋଉ ସବୁ କଥା, ଯାହା ଶାଶ୍ୱତ ସବୁଦିନ ରହିଛି, ବହୁ ଲୋକଙ୍କ ଦ୍ୱାରା ପରୀକ୍ଷିତ ହେଇଛି, ଆଉ ପ୍ରାଚୀନ ଯୋଉଟା ବିଧାନ ଆମର ରହିଛି, ଯେମିତିକି ଆପଣଙ୍କର ଆଷ୍ଟ୍ରୋଲୋଜି କୁହନ୍ତୁ, ଆପଣଙ୍କର ନ୍ୟୁମରୋଲୋଜି କୁହନ୍ତୁ, ଶାସ୍ତ୍ରର ଗୋଟେ ବିଧାନ ରହିଛି, ଆପଣଙ୍କର ଛୁତିକିଆ ଭିତ୍ତିରେ, ମୃତ୍ତିକିଆ ଭିତ୍ତିରେ, ବିଭିନ୍ନ ସଂସ୍କାରର ଭିତ୍ତିରେ, ଆମର ଯୋଉ 10 ବିଧ ସଂସ୍କାର ରହିଛି, ବିଭିନ୍ନ ସଂସ୍କାରର ଭିତ୍ତିରେ ଯେ ସହଜ ଭାବରେ ସବୁ ଗୁଡାକୁ ମାନନ୍ତି, ଅପଘାତ କରନ୍ତିନି, ତାକୁ ଭାଙ୍ଗନ୍ତିନି ଯୋଉମାନେ। କିନ୍ତୁ ବର୍ତ୍ତମାନ ପୃଥିବୀର ପ୍ରାୟତଃ ଲୋକଙ୍କୁ ଆପଣ ଦେଖିବେ, ଯୋଉମାନେ ବଡ ବଡ ଜନନାୟକ, ବଡ ବଡ ରାଷ୍ଟ୍ରନାୟକ, ସେ ସମସ୍ତେ ହିଁ ଖାଲି ପୁରାତନ ନିୟମକୁ ଭଙ୍ଗ କରିବାରେ ବ୍ୟସ୍ତ। ଏଇଟା ବିରୁଦ୍ଧରେ କହିବା, ତା ବିରୁଦ୍ଧରେ କହିବା, ଏମିତି ଚାଲିଛି। ମଣିଷ ଭିତରେ ନେଗେଟିଭ ବା ନକାରାତ୍ମକ ଭାବଟା ଏତେ ରହିଛି ଯେ ପୂର୍ବତନଙ୍କୁ ଗ୍ରହଣ କରିବାକୁ ମଣିଷ କୁଣ୍ଠାବୋଧ କରୁଛି। ପୂର୍ବତନ ସଂସ୍କାର, ସଂସ୍କୃତି, ଶ୍ରାଦ୍ଧ, ତର୍ପଣ, ପରମ୍ପରା ଇତ୍ୟାଦିକୁ ସେ ମିଛ ବୋଲି କହୁଛି।
ତେଣୁ ମଣିଷର ଦିନକୁ ଦିନ ଦେବତାଙ୍କ ପ୍ରତି ଶ୍ରଦ୍ଧା କମି ଆସିଛି। ତେଣୁ ଏଇ ଭିତ୍ତିରେ ଚାଲି ତାର ପରିମାର୍ଜନ, ଯଦି କିଛି ଭୁଲ ତ୍ରୁଟି ରହିଛି ତାକୁ ସଜାଡ଼ିବା, ନା କି ତାକୁ ଅସ୍ୱୀକାର କରି ଭାଙ୍ଗି ପକେଇବା। ଓ ଚିର ପରିପୂରଣ ତତ୍ପର ଯେଉଁମାନେ, ସଦା ସର୍ବଦା ପରିପୂରଣ କରିବାରେ ତତ୍ପର ଯେଉଁମାନେ, ପ୍ରତି ବର୍ଣ୍ଣ ବା ସମ୍ପ୍ରଦାୟର ପାଳନ ପୋଷଣ ଓ ଉତ୍କର୍ଷ ଅଭିଧ୍ୟାନ ପ୍ରବଣ ଯେଉଁମାନେ, ପ୍ରତ୍ୟେକଟି ବର୍ଣ୍ଣର ସମ୍ପ୍ରଦାୟର, ସେ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଭଳି ବ୍ୟବହାରେ ଭେଦ କରେନା, ବରଂ ସମସ୍ତଙ୍କୁ ଇକ୍ୱାଲି ଟ୍ରିଟ କରି ତାଙ୍କୁ ପରିପୂରଣ କରିବାକୁ ଚାଲନ୍ତି ଯେଉଁମାନେ, ସ୍ତ୍ରୀ ଯାହାଙ୍କର ଯଥାଯଥ ଭାବେ ସୁପରିଚାଳିତ, ଯାହାଙ୍କର ସ୍ତ୍ରୀ ବା ସହଧର୍ମିଣୀ ଠିକ ମାର୍ଗରେ ପରିଚାଳିତ, ଯଥାଯଥ ଭାବରେ ସୁରେ ପରିଚାଳିତ, ମୁଖରା ନୁହେଁ, ଶୈରିଣୀ ନୁହେଁ, ବିଧ୍ୱଂସକାରିଣୀ ନୁହେଁ, ଜଗତ ମଙ୍ଗଳକାରିଣୀ ଯିଏ, ପରିବାରର ମଙ୍ଗଳ ଉଦ୍ଦେଶ୍ୟରେ ରତ ଯିଏ, ସ୍ୱାମୀର ନିନ୍ଦା କରେ ନାହିଁ ଯିଏ, ନିଜର ଶାଶୁ ଘରକୁ ହିଁ ମଥାରେ ବହନ କରି ଚାଲିଛି, ଅନୁଲୋମ ପରିଣୟ ଯାହାଙ୍କର କୁଳ ସଂସ୍କୃତିର ପରିପୋଷକ, ଅନୁଲୋମ ବିବାହ ସବର୍ଣ୍ଣ ଅନୁଲୋମ ଯୋଉଟା କହୁଛନ୍ତି, ମାନେ ପୁଅଠି ଝିଅ ଠାରୁ ସବୁ ଗୁଣରେ ଉଚ୍ଚ ହେଇଥିବ, ଅନୁଲୋମ ପରିଣୟ ଯାହାଙ୍କର କୁଳ ସଂସ୍କୃତିର ପରିପୋଷକ, ତାମାନେ ସବର୍ଣ୍ଣ ହେଇଥିବ ଆଉ ଅନୁଲୋମ ହେଇଥିବ, କୁଳ ସଂସ୍କୃତିକୁ ଯିଏ ପରିପୋଷଣ ଦିଅନ୍ତି, କୌଣସି ମତେ ଭଙ୍ଗ କରନ୍ତି ନାହିଁ ଯିଏ, ଯେଉଁମାନେ ନିଜର ବୈଶିଷ୍ଟ୍ୟକୁ ନ ହରାଇ, ଯେଉଁମାନେ ତାଙ୍କର ଅରିଜିନାଲ ବୈଶିଷ୍ଟ୍ୟ, ଚାମଚାଗିରି କରନ୍ତିନି, ତେଲିଆମି କରନ୍ତିନି, ଅଏଲିଂ ବା ବଟରିଂ ନାହିଁ, ନିଜର ଯାହା ବୈଶିଷ୍ଟ୍ୟ ତାକୁ ଯିଏ ନ ହରେଇ ଅନ୍ୟକୁ ପ୍ରୟୋଜନାନୁପାତିକ ଆପ୍ତ କରି, ଆପ୍ତ ମାନେ ପ୍ରାପ୍ତ ହବା, ଆପ ଧାତୁ ପାଇବା, ପରିପୋଷକ ଭାବେ ନେଇ ଜାଣନ୍ତି, ଅନ୍ୟର ଯୋଉଟା ପ୍ରୟୋଜନ ରହିଛି ତାକୁ ଆପ୍ତ କରି ପରିପୋଷକ ଭାବେ ନେଇ ଜାଣନ୍ତି କିମ୍ବା ନେଇ ଚାଲନ୍ତି, ନିଜର ଅଙ୍ଗୀଭୂତ କରି, ମାନେ ନିଜର ବୈଶିଷ୍ଟ୍ୟ ଟାକୁ କୌଣସି ମତେ, ଧରାଯାଉ ଆପଣ କାହା ଘରକୁ ଗୋଟେ ଯାଇଛନ୍ତି, ସେ ଆପଣଙ୍କୁ ଖାଇବାକୁ ଯାଚିଲା, ଆପଣଙ୍କର ପ୍ରିୟ ଗୋଟେ ସାଙ୍ଗ ବା ପ୍ରିୟ ସମ୍ପର୍କୀୟ, କିନ୍ତୁ ଆପଣ ଯେ ଅନ୍ନ ଖାଆନ୍ତିନି, କାରଣ ଆପଣ ଯେ ସୁସ୍ଥ ଧାରୀ, କିନ୍ତୁ ଯଦି ନିଜତ୍ୱ ଟାକୁ ଆପଣ ହରେଇ ଦେବେ, ହଁ ଯାହା ଦଉଛି ଦେ ଚଳେଇଦବା, ତାହେଲେ ଏଥିରେ ବ୍ରତ ତ ଭଙ୍ଗ ହେଲା, ଗୁରୁଙ୍କ ପ୍ରତି ନିଷ୍ଠାଟା ମଧ୍ୟ ଭଙ୍ଗ ହେଲା। ତେଣୁ ଆପଣ ତା ଘରେ ଖାଇବେ, କିନ୍ତୁ ମତେ ଶୁଖିଲା ଜିନିଷ କିଛି ଦେ, ମୋ ପେଟଟା ଠିକ ଲାଗୁନି, ମୁଁ ଟିକେ ଖାଇଦିଏ, ତାର ମାନଟା ବି ରହିଲା, ତାର ପ୍ରୟୋଜନ ଥିଲା ଯେ ଆପଣଙ୍କୁ ସେ ଖୁଏଇବ, ଆପଣଙ୍କର ମଧ୍ୟ କର୍ତ୍ତବ୍ୟ ଯେ ଆପଣ ତାର ଖୁଏଇବାଟାକୁ ଶ୍ରଦ୍ଧା କରିବେ। ତେଣୁ ଅନ୍ୟକୁ ପ୍ରୟୋଜନାନୁମାତିକ ଆପ୍ତ କରି, ପ୍ରାପ୍ତ କରେଇ, ପରିପୋଷକ ଭାବେ ନେଇ ଜାଣନ୍ତି କିମ୍ବା କରି ନେଇ ଚାଲନ୍ତି, ନିଜର ହିଁ ଅଙ୍ଗୀଭୂତ କରି, ନିଜର ବୋଲି ଭାବି ଯୋଉମାନେ କରେଇ ଦେଇ ପାରନ୍ତି ସେଇ ପ୍ରକାରର ଲୋକ। ତାପରେ ପ୍ରତିଲୋମ ପରିଣୟ, ବ୍ୟକ୍ତି ସମ୍ପ୍ରଦାୟ ସମାଜ ଓ ରାଷ୍ଟ୍ରଗତ ଭାବେ ନିରୁଦ୍ଧ ଯୋଉମାନଙ୍କର, ଯୋଉମାନେ ପ୍ରତିଲୋମକୁ ସପୋର୍ଟ କରନ୍ତି ନାହିଁ, ସେ ବ୍ୟକ୍ତି କ୍ଷେତ୍ରରେ ବି ହଉ, ସମ୍ପ୍ରଦାୟ କ୍ଷେତ୍ରରେ ବି ହଉ, କମ୍ୟୁନିଟି ଯୋଉଟା ଆମେ କହୁଛେ, ସମାଜ ଓ ରାଷ୍ଟ୍ରଗତ ଭାବେ ବି ହଉ, କୌଣସି ମତେ ଯୋଉମାନେ ୟାକୁ ପ୍ରଶ୍ରୟ ଦିଅନ୍ତି ନାହିଁ, ତାର ନିରୁଦ୍ଧ କରନ୍ତି, ତାକୁ ବନ୍ଦ କରନ୍ତି ଯୋଉମାନେ, ପ୍ରତିଲୋମକୁ କୌଣସି ମତେ ପ୍ରଶ୍ରୟ ଦିଅନ୍ତି ନାହିଁ ଯେଉଁମାନେ, ସେଇ ପ୍ରକାରର ବ୍ୟକ୍ତି ବିଶେଷ। ତାପରେ ସ୍ୱାସ୍ଥ୍ୟ ସଂରକ୍ଷଣୀ ସଦାଚାର, ସ୍ୱାସ୍ଥ୍ୟକୁ ସଂରକ୍ଷଣରେ ରଖିବା ପାଇଁ ଯୋଉ ଶାରୀରିକ ମାନସିକ ଆଧ୍ୟାତ୍ମିକ ସଦାଚାରର ଆବଶ୍ୟକତା, ଓ ସହଯୋଗୀ ଶ୍ରମ ଯାହାଙ୍କର ସ୍ୱାଭାବିକ, କାମ କରିବା ପାଇଁ ଯୋଉମାନେ ଅଳସ୍ୱାମୀ ପ୍ରଦର୍ଶନ କରନ୍ତି ନାହିଁ, ଯୋଉମାନେ ସହଜ ଭାବରେ ସ୍ୱାଭାବିକ ଭାବରେ ସ୍ପୋଣ୍ଟାନିୟସଲି ନିଜ ତରଫରୁ
सहयोग करिवा पई काम करिवा को आसीबे। कुशल कौशली उपचयी श्रम कुशल कौशली भाबरे जो श्रमटा दरकार और उत्पादन परिवेक्षणी उत्पादन परिवेशणी सेवा उत्पादन होथुबो किछि भी इंडस्ट्री प्रोड्यूस हो फल प्रोड्यूस हो जो सेवारे किछि प्रोडक्शन हबो योग्यतार उत्कर्ष योग्यतर करी निजर योग्यता को दिन बढ़ी सहज संपदरे अधिष्ठित करे जो मानंकु आउ प्रयोजन पूर्वे ही प्रस्तुति जो मानंकर सदा स्वतः सिद्ध एटा बहुत इंपोर्टेंट कैरेक्टर प्रयोजन पूर्वरु ही प्रस्तुति जो मानंकर थिबो जो मानंकर चरित्र रे स्वतः सिद्ध माने आपण धरा जाऊ एबे ठाकुरंकर गोटे सत्संग करिवे सिंपल कथा आमे कोन करूचे ना टंका देई बसी पडुचे धरकर फूल माळटा आनिबा को टिके डेरी हे गला ताहले रुह टिके फूलटा आसु भोगटा आसु जाऊ सत्संग तो 7टा हेचे 7टा 15 करिवे समस्त आसी जानतु जदि भजन कीर्तन गाइबा को लोकंग टिके अभाव हैला आ टिके जाओ 5-10 मिनिट छाडी न के गाइबो ता माने प्रस्तुति नाही आमे एमिति प्रस्तुति करिबा दरकार जेमिति हमर आरंभ होबा पूर्वरु सब जिंस सरी जाइथिबो सजेइबा लगेइबा पिंधेइबा किंतु एमती हुए ना बहुत जगह आम देखू से प्रकार हुए ना निश्चित रूपे 5-10 मिनिट 15 मिनिट समय गड़ी जाए तामाने प्रस्तुति नहीं आरंभ होबा पई जो मैन पावर दरकार आमे कहूचे से आसीबा को डेरी सी डेरी पहुंचला कहीं आपण ताकू सेतिकी व्यस्त करलेनी आपण ताकू टाइम टा आगतरिया देई देलेनी परम सी आसिला परे आरंभ होई थांता किंतु आगतरिया तो से पहुंची थांता तामाने आम मानकर भी हेय ज्ञानता सी तो डेरी आसची डेरी आसले भी आमे भी हेय ज्ञान करूचे हाँ से आसंतु हो आपण आमे आरंभ कर दउचो आपण आसंतु एई प्रकार कही काम को गौड़ौचंती जो माने प्रयोजन पूर्वे ही प्रस्तुति नाही जो मानंकर से माने काम को त्वरित गति रे करि पारंती नाही से माने शाश्वत वैशिष्ट्य विवर्धनी दुनिया रे से माने अजय शाश्वत वैशिष्ट्य विवर्धनी तांकर वैशिष्ट्य शाश्वत दिगरे चलिबो अर्थात चिरंतन दिगरे चलिबो निरंतर दिगरे चलिबो सेई माने अजय माने ये पूर्वरु जो कुहागला 14टा जाक कैरेक्टर जो मानकर अछि से लोक माने जगत रे अजेय से माने जोग जन्मा से माने स्वर्णाक्षर रे से मानकर ना को इतिहास र पृष्ठ रे लिपिबद्ध करि चली जानती जेतेबेले भी इतिहास र कथा पढे तांक मानकर ना तो निश्चिंत रूप रे आसीबो ही सेमती पराभूत करि पारे से मानंकु बा विपर्यस्त करि पारे से मानंकु दुनिया रे एपरी केही अछि कि ना जाने ना जो मानकर एई सब गुण रहिछि से मानंकु जगत रे केही पराभूत करि परिबे नाही तांको विपर्यस्त करि परिबे नाही तांको ठकी परिबे नाही जदि तुम मानकर गौरव किरीट जोटा तुम मानकर गौरव रहिछि तुम मानकर गौरव किरीट अर्थात मुकुट जीवंत अमर करी रखिबाको चाह अमरण पथर यात्री होई चलिबाको चाह जेते सत्वर उक्त अमर नीति रे माने एई जो 15टा नीति रे अभिषिक्त होई उठिबो तुम्हे माने अमर गान गोरियन सुर रे स्तुति उच्छल करी तोलिबो तुम मानंको ठीक जान तुमे अजेय तुमे अजेय तुमे अजेय एई कथाटा कहिले तो एई जो 15टा कैरेक्टर जार थिबो से हला अजेय एबे प्रति कैरेक्टर को ही जदि हमें एनालिसिस करिबा ताहले ये सब मध्य आराम से गोटे गोटे दिनर एपिसोड रे आलोचना हेई परिबो एई जेम देखंतु जो बांटी 14 नंबर बाणी स्वास्थ्य संरक्षणी सदाचार स्वास्थ्य को भलरे रखिबा पई जो सदाचार रा आवश्यकता सबुठ बड़ कथा हैला मानसिक सदाचार शारीरिक भावे तो मानिबा किंतु जोटा मानसिक सदाचारटा आम सत्संगी मानकर बाहर जगत तो नहीं सत्संगी मानकर भी आमे देखिबा टिके विरल हे जाउची कारण आमे जदिओ शारीरिक सदाचारटा को मानुचे किंतु अनेक समय मानसिक सदाचार प्रति गोटे
ହେଳା ପ୍ରଦର୍ଶନ କରିଦେଇଛେ। ତେଣୁ ମାନସ ଜଗତରେ ଆମର ପରନିନ୍ଦା ପରଚର୍ଚ୍ଚା ହଉ, ଅଲଗାଙ୍କୁ ନିଚା ଦେଖେଇବାର କଥା ହଉ, ଅଲଗାଙ୍କର ବିରୁଦ୍ଧ ଆଚରଣ କରିବା ହଉ, ଏଇ ସବୁ ଗୁଡାକ ବହୁଳ ଭାବରେ ଆମେମାନେ ଦେଖିବାକୁ ପାଉଛେ। ଏଇ ଜିନିଷ ଗୁଡାକୁ ଯେତେ ଦୂରୀକରଣ କରାଯାଇ ପାରିବ ସେତେ ହିଁ ଭଲ। କାରଣ ଆମେମାନେ ଜାଣୁ ବା ନ ଜାଣୁ, ଆମର ଅଜାଣତାରେ ଆମମାନଙ୍କର ପୂର୍ବଜନ୍ମ, ଆମର ପରଜନ୍ମ, ବହୁ ବହୁ ପୂର୍ବଜନ୍ମ ଗୁଡାକ ଲିଙ୍କ ହେଇଛି। ଅନେକ ଭାବୁଥିବେ ଯେ ବାଣୀ ଗୁଡାକ କେବଳ ସୁନ୍ଦର ସାହିତ୍ୟର ଗୋଟେ ବାଣୀ, ଆଉ ତାକୁ ଆଲୋଚନା କରିବା ପାଇଁ ଏଇ ବାଣୀ ଗୁଡାକ ଗୋଟେ ପ୍ରଦାନ କରାଯାଇଛି। କିନ୍ତୁ କଥା ସେ ପ୍ରକାର ନୁହେଁ। ଆପଣ ଦେଖନ୍ତୁ ଏଇ ସବୁ ଗୁଡାକ ଯିଏ ପାଳନ କରିପାରିବ, ଏଇ ଯୋଉ ନୀତି ଗୁଡାକୁ ଯିଏ ବି ମାନିପାରିବ, ତାର ପୂର୍ବ ଜନ୍ମ ଟା ଦେଖନ୍ତୁ ତା ସହିତ ଲିଙ୍କ ହେଇକି ଥିବ। ତାର ଜନ୍ମ ଜନ୍ମାନ୍ତର ବାଦ ଟା। ଆପଣ ଦେଖିବେ ଅନେକ ଲୋକ ଖୁବ ଅଳସୁଆ, ସେମାନେ କଥା ବହୁତ କହନ୍ତି, ବହୁତ ଜାଗାରେ ଆମେ ଦେଖୁ ବହୁତ ଲୋକ ବହୁତ କଥା କହନ୍ତି, ତାଙ୍କର ବହୁତ ପ୍ଲାନିଂ, କିନ୍ତୁ କାମ ପଇଲେ ପୁରା ଅଳସ୍ୱାମୀର ଚରମ ସୀମା। ଖାଲି ଭାଗ୍ୟବଶତଃ ଗୋଟେ ଗୋଟେ ଚାକିରି ପାଇଥିବେ, ବା ଗୋଟେ କିଛି ଧନ ସମ୍ପତ୍ତି ଥିବ, ବାପା ମାଙ୍କର ରେପୁଟେସନ ଥିବ, ନହେଲେ ତାଙ୍କ ନିଜସ୍ୱ ସେମିତି କିଛି ନାହିଁ। ତାଙ୍କୁ ଲିଫ୍ଟ ଦିଆଯାଏ ବହୁତ ଜାଗାରେ। ଯଦି ମଣିଷ ନିଜେ ଶ୍ରମ କୁଶଳୀ ତାତ୍ପର୍ଯ୍ୟରେ ଉନ୍ନତ ନ ହୁଏ, ତାହେଲେ ତାର ଜୀବନରେ କେହି ବି ମଙ୍ଗଳ କରିପାରିବେ ନାହିଁ। ଗୋଟେ ଏକ୍ସାମ୍ପଲ ଦେଲେ ଆପଣ ମାନେ ବୁଝିପାରିବେ ଯେ ଠାକୁର ଏଇଟା କୋଉ ପ୍ରକାରର କରିତକର୍ମା ବ୍ୟକ୍ତିତ୍ୱ ସୃଷ୍ଟି କରିବା ପାଇଁ କହିଛନ୍ତି। ପୁଣି କହୁଛନ୍ତି ଶସ୍ତ୍ରତ ସହଯୋଗିତାରେ ଯେ ଶ୍ରମ ପ୍ରିୟ। ଆପଣ ଅନେକ ଲୋକ ଅମିତାଭ ବଚ୍ଚନଙ୍କର କୁଣ୍ଡଳୀ ଅର୍ଥାତ୍ ଜାତକ ଦେଖିଛନ୍ତି। ତାଙ୍କର 8ଟା ଯାକ ଗ୍ରହ ନିଚ ସ୍ଥାନରେ ଅବସ୍ଥାନ କରିଛି, ଯୋଉଟା କି ବହୁତ ଖରାପ କରିବା କଥା। କିନ୍ତୁ ଆଜି ସେ ଯେତିକି ନେମ ଯୋଉ ଫେମ, ଯେତିକି ଧନର ଅଧିକାରୀ, ଏଇଟା ସାଧାରଣ ଭାବରେ ତାଙ୍କ ପକ୍ଷରେ ହବା ସମ୍ଭବ ନଥିଲା ଯଦି ଜାତକର ସ୍ଥିତିକୁ ଦେଖାଯାଏ। ଅନେକ ଲୋକ ତ ଆଷ୍ଟ୍ରୋଲୋଜି, ନ୍ୟୁମରୋଲୋଜି, ଦୁନିଆ ପ୍ରକାରର କଥା କହୁଛନ୍ତି, ଇଏ ଏଇଆ ହେଇପାରିବନି, ଭବିଷ୍ୟବାଣୀ କରୁଛନ୍ତି ସିଏ ସେଇୟା ହେଇପାରିବନି। କିନ୍ତୁ ମନେ ରଖନ୍ତୁ, ଯୋଉ ଜାତକ ହେଇଥାଉ, ଯାହା ହେଇଥାଉ, କିଏ ବି ହେଇଥାନ୍ତୁ, ଆପଣ ଯଦି ପରିଶ୍ରମ କରିବେ ଆପଣଙ୍କର ଜାତକ ହାର ମାନିବାକୁ ବାଧ୍ୟ, ଆପଣଙ୍କ ଗ୍ରହ ଦଶା ହାର ମାନିବାକୁ ବାଧ୍ୟ। ସବୁ ସମ୍ଭବ। କ୍ରିୟମାଣ କର୍ମ ଫଳରେ ଲକ୍ଷ ଲକ୍ଷ ପ୍ରାରବ୍ଧକୁ ମଧ୍ୟ ଅତିକ୍ରମ କରାଯାଇପାରେ। ମଣିଷକୁ କିନ୍ତୁ ହବା ଦରକାର କୁଶଳ କୌଶଳୀ, ଶ୍ରମ ପ୍ରିୟ, ଟିକିଏ ବି ସମୟ ନଷ୍ଟ ନ କରି ଇଷ୍ଟ ବା ଆଦର୍ଶଙ୍କ ଠାରେ ଅଚ୍ୟୁତ ଅନୁରାଗ ଦୀପ୍ତ ହେଇ ଯଦି ମଣିଷ କାମ କରିପାରେ, ତାହେଲେ ଏ ଜଗତର କୌଣସି ଶକ୍ତି ନାହିଁ ତାକୁ ଅଟକେଇ ଦେଇପାରିବ ତାର ସଫଳତାରୁ। ସେଇଥିପାଇଁ ଠାକୁର ଆଉ ଗୋଟେ ପଏଣ୍ଟ ବି ନେଲେ, ନିଜସ୍ୱ ତପଶ୍ଚରଣ, ନିଜସ୍ୱ ସାଧନାଟାକୁ ତ କରିବାକୁ ପଡିବ, ତତ୍ ସହିତ ସମବେତ ପ୍ରାର୍ଥନା, ସମବେତ ସମ୍ମିଳନ ବା ସଭା ସମିତିରେ କଣ୍ଟ୍ରିବ୍ୟୁଟ କରନ୍ତି ଯୋଉମାନେ, ତାଙ୍କର ଅର୍ଥ, ତାଙ୍କର ସମୟ, କାହିଁକି? କାରଣ ମଣିଷ ନିଜେ ତ ଚରିତ୍ରବାନ ହବ ହିଁ ହବ, ତାହେଲେ ସେ ଉପରକୁ ଉଠିବ, କିନ୍ତୁ ମାସ ପାଇଁ ବି ତାର ଗୋଟେ କରଣୀୟ ରହିଛି। ଯଦି ପରିବେଶ ପାଇଁ ସେ ନକଲା, ତାହେଲେ ଦେଖିବେ ସେଇଟା ଆଉ ତାକୁ ଆଗକୁ ବଢିବାକୁ ଦବନି, ତାକୁ ପରିପୂରଣ କରିବାକୁ ଦବନି। ତେଣୁ ଆମ ମାନଙ୍କର ଏଇଟା ଐକାନ୍ତିକ ଗୋଟେ ଇଚ୍ଛା ହବା ଦରକାର ଯେ ଆମେ ଯେମିତି ତାଙ୍କର ଇଚ୍ଛାଟାକୁ ପରିପୂରଣ କରିବାର ଦିଗରେ ଆମ ନିଜସ୍ୱ ଚେଷ୍ଟାଟାକୁ ବଜାୟ ରଖୁ। ନହେଲେ କୌଣସି ମତେ ଆମେ ମାନେ ଉପରକୁ ଉଠି ପାରିବା ନାହିଁ। ପୁଣି ଏଇ ପଞ୍ଚଦଶ ନୀତିର ପରିପାଳନ କରିବା ଭିତରେ ଦେଇ ମଣିଷ ଅଜୟ ହବ, ଅମର ହବ। ଲୋକମାନେ ଯୁଗ ପରେ ଯୁଗ ଯୁଗାନ୍ତକାରୀ ଶକ୍ତି ନେଇ ତାକୁ ମନେ ରଖିବେ, ତାକୁ ଶ୍ରଦ୍ଧା କରିବେ, ତାକୁ ଭଲ ପାଇବେ। ଆଜି ଯୋଉମାନେ ସେଇ ସ୍ଥାନରେ ପହଞ୍ଚିଛନ୍ତି, ଆପଣ ଚନ୍ଦ୍ରଗୁପ୍ତଙ୍କୁ ଦେଖନ୍ତୁ, ଚାଣକ୍ୟଙ୍କୁ ଦେଖନ୍ତୁ, ଛତ୍ରପତି ଶିବାଜୀଙ୍କୁ ଦେଖନ୍ତୁ, ଆଜି ଆପଣ ପୃଥ୍ୱୀରାଜ ଚୌହାନଙ୍କୁ ଦେଖନ୍ତୁ, ବହୁତ ବଡ ବଡ ଋଷି ମୁନି ମାନଙ୍କର ଦିବ୍ୟ ସାଧନା, ଚରକଙ୍କୁ ଦେଖନ୍ତୁ, ସୁଶ୍ରୁତଙ୍କୁ ଦେଖନ୍ତୁ, ପାଲକପ୍ୟଙ୍କୁ ଦେଖନ୍ତୁ। ଅନେକ ତ ଆମ ମାନଙ୍କ ଭିତରେ ପୁରାତନ
ଲୋକମାନଙ୍କର ନାଁ ବି ଜାଣନ୍ତିନି, ଇତିହାସର କଥା ଜାଣନ୍ତିନି। କିନ୍ତୁ ଅନେଷ୍ଟଲି ଯଦି ଆପଣ ଦେଖିବେ ଏଇ ସବୁ ଯୋଉ ବ୍ୟକ୍ତି ବିଶେଷ ଯୋଉମାନେ ଇତିହାସ ପୃଷ୍ଠରେ ନାମ କରି ଯାଇଛନ୍ତି, ତାଙ୍କର ସାଧନାଟା, ତାଙ୍କର ଶ୍ରମଟା ତାଙ୍କୁ ଆଜି ଏତେ ବଡ କରି ତୋଳିଛି। ଯୋଉମାନେ ପ୍ରଜ୍ଞାବାନ, ନିଷ୍ଠାବାନ, ଆଚରବାନ, ସୁନିୟମ, କୁଶଳ କୌଶଳୀ ନେଇକି ବ୍ୟସ୍ତ, ନିଜର କାର୍ଯ୍ୟରେ ବ୍ୟସ୍ତ, ଅଲଗା ମାନଙ୍କୁ ଦେଖିବାକୁ ଯୋଉମାନଙ୍କର ବେଳ ନାହିଁ, ତାଙ୍କର ଜୀବନୀୟ ସମୃଦ୍ଧିଟା ନିଶ୍ଚିନ୍ତ ରୂପରେ ବଢି ବଢି ଚାଲିବ। ଦିନକୁ ଦିନ କମି କମି ଚାଲିବନି। ମଙ୍ଗଳର ଦିଗରେ ସେ ଯିବାକୁ ଅଭ୍ୟସ୍ତ ହେବେ ହିଁ ହେବେ। ସେଇ ପ୍ରକାରର ଯେତେବେଳେ ମଣିଷ ଅମୋଘ କରିତ୍କର୍ମା ହବ, ସେତେବେଳେ ଦେଖିବେ ମଣିଷର ଜୀବନରେ ଅତିଷ୍ଠତା ବୋଲି କିଛି ରହିବନି। ଯାହା ସେ ଚାହିଁବ ପ୍ରାପ୍ତ ହବାକୁ, ତାହା ହବ ହିଁ ହବ। କାରଣ ମଣିଷର ମୁଣ୍ଡଟା ଏତେ ପାୱାରଫୁଲ, ତାର ସବକନସିୟସ ଲେବୁଲ ଏତେ ପାୱାରଫୁଲ, ଯଦି ସେ କେବଳ ଚିନ୍ତା ବି କରେ ତାହେଲେ ସେ ପ୍ରାପ୍ତ ହବାକୁ ବାଧ୍ୟ ହିଁ ବାଧ୍ୟ। କିନ୍ତୁ କେମିତି କରିବାକୁ ହୁଏ ସେଇଟା ଦେଖିବାକୁ ପଡେ। କେବଳ ଭାବିଲେ ତ ହବନି, କାମ କରିବାର ଗୋଟେ ପ୍ରୋସିଜିଅର ରହିଛି। ସେଇ କାମର ପ୍ରୋସିଜିଅର ଟାକୁ ଯେତେ ଦୂର ସେ ପାଳନ କରିବ, ଦେଖିବେ ଏଇ ସବୁ ଗୁଡାକ ହବ। ଅନେକ ଲୋକ ବୋଧେ ଭାବୁଥିବେ ଯେ ଏତେ ବଡ ବଡ ବାଣୀ, ଏତେ କଥା, ଏତେ ସବୁ ମାନିବ କିଏ? ପ୍ରକୃତରେ ଏତେ ସବୁ ମାନିବାର ଆବଶ୍ୟକତା ନାହିଁ। ଆପଣ କୌଣସି ଗୋଟିଏ କଥାଟାକୁ ବି ମାନନ୍ତୁ, ସେଇ ଗୋଟିଏ କଥାଟା ହିଁ ଉଠିକି ଆସିକି ଦେଖିବା ଆପଣଙ୍କୁ ସବୁ କଥାଟାକୁ ମନେଇ ଦବ। କୌଣସି ଗୋଟିଏ ମାନିବାକୁ ଚେଷ୍ଟା କଲେ ଅଲଗା ସବୁ ବାଣୀ ହିଁ ଆପଣଙ୍କର ନିଜର ହେଇଯାଉଥିବ। ତେଣୁ ସବୁଠୁ ବଡ କଥା ଦରକାର ଯୋଉଟା ପ୍ରଥମ ବାଣୀ, ଯେ ଆଦର୍ଶଙ୍କ ପ୍ରତି ଅଚ୍ୟୁତ ଶ୍ରଦ୍ଧା। ଦ୍ଵିତୀୟତଃ ତାଙ୍କର କାମ ପରିପୂରଣ କରିବା ପାଇଁ ଅଖଣ୍ଡ ଆବେଗ। ତୃତୀୟତଃ ସମସ୍ତ ବିଦ୍ୟା ଉପରେ ମାଷ୍ଟ୍ରି ପାଇବା। ସବୁ ବିଦ୍ୟାକୁ ମଣିଷର କରାୟତ କରି ନବା, ଯାହା ଭିତରେ ଦେଇ ସେ ଦିନକୁ ଦିନ ଯୋଗ୍ୟତାରେ ଉଦ୍ବର୍ଦ୍ଧିତ ହେଇ ଚାଲେ। ଆଉ ଯୋଗ୍ୟତର ହେଇ ଚାଲିବାଟା ହିଁ ତାର ଜୀବନର ସବୁଠାରୁ ଶ୍ରେଷ୍ଠ କୃତି ହବା ଦରକାର। ତାହେଲେ ଆପଣ ଦେଖିବେ ସେ ମଣିଷ ଦିନକୁ ଦିନ ବୃଦ୍ଧି ପ୍ରାପ୍ତିର ଦିଗରେ ସ୍ୱତଃ ଚାଲି ହିଁ ଯାଉଥିବ। ଆଉ ସବୁଠୁ ବିଗେଷ୍ଟ ଆଚିଭମେଣ୍ଟ ହବ ତାର, ଯେତେବେଳେ ଆଦର୍ଶଙ୍କର ଇଚ୍ଛାଟା ତାରି ଭିତର ଦେଇ ହିଁ ପରିପୂରିତ ହବ। ଯେମିତି ଆଜି ତ ଅବିନ ବାବୁଙ୍କର ଜନ୍ମଦିନ, ସେ ଗୋଟେ କଥା ହ୍ୱାଟ୍ସଆପ ରେ ଆସିଛି ଯେ ମତେ ସେତେବେଳେ ମାତ୍ର 1.5 ବର୍ଷ, ପାଖରେ ଥାନ୍ତି ପୂଜ୍ୟପାତ ଦାଦା, ଜେଜେବାପା। ଆଉ ଜେଜେବାପା କହୁଛନ୍ତି ଦେଖିଲୁ କେତେ ଗରମ ହଉଛି, ଖରା କେତେ ଜୋର ହେଇଛି। ମୁଁ ପାଖରେ ଯାଇ କହୁଛି ବର୍ଷା ଆସ, ବର୍ଷା ଆସ। ଆଉ ତାପରେ ପ୍ରବଳ ବର୍ଷା ହେଲା। ଯଦି ଠାକୁରଙ୍କର ଇଚ୍ଛା ହେଇଛି ମୋ ଭିତରେ ଦେଇ ସେ କାମଟା କରେଇବେ, ତାମାନେ କାମଟା ନିଶ୍ଚିନ୍ତ ରୂପରେ ହବ। ଠିକ ସେମିତି ବିଶ୍ୱାସ କରନ୍ତୁ, ଆପଣ ମାନେ ପ୍ରତ୍ୟେକ, ଆମେ ସମସ୍ତେ ବି ସେଇ ବ୍ୟକ୍ତିତ୍ବ। କାରଣ ଆମେ ଠାକୁରଙ୍କର ଦୀକ୍ଷା ନେଇଥିବା ଲୋକ ଏତେ ଛୋଟ ଲୋକ ନୁହେଁ, ବହୁତ ପୁଣ୍ୟବାନ ବୋଲି ହିଁ ତାଙ୍କର ଦୀକ୍ଷା ନେଇଛି। ତ ପ୍ରତ୍ୟେକଟି ମଣିଷ ଯଦି ସେଇ ପ୍ରକାରର ଅଭିସନ୍ଧିତ୍ସା ନେଇ, ଆବେଗ ନେଇ ଏଇଆ ଚେଷ୍ଟା କରେ ଯେ ଠାକୁର ମୋ ଭିତରେ ଦେଇ ଏଇଆ କରିବାକୁ ଚାହିଁଛନ୍ତି, ଠାକୁର ମୋ ଭିତର ଦେଇ ଏ ସମସ୍ତ କାର୍ଯ୍ୟକୁ ନିଷ୍ପାଦନ କରିବାକୁ ଚାହିଁଛନ୍ତି, ଦେଖିବେ ଆମ ମାନଙ୍କ ପାଖରେ ବେଳ ନାହିଁ ଅଲଗା କଥାରେ ମନ ଦବା ପାଇଁ। ଆମ ମାନଙ୍କ ପାଖରେ ଆଦୌ ସମୟ ନାହିଁ ୟା ତା ନାଁରେ ଗାଲୁଗଳ୍ପ କରିବା ପାଇଁ। ଆମ ମାନଙ୍କ ପାଖରେ ଆଦୌ ସମୟ ନାହିଁ ପରନିନ୍ଦା, ପରଚର୍ଚ୍ଚା, ବିବାଦ, ଈର୍ଷା, ଦ୍વેଷ ଭିତରେ ରହି। ବରଂ ତାଙ୍କର କାମ ଯାହା ସେ କହିଛନ୍ତି, ଯାହା ଦ୍ଵାରା ଯୋଉଟା ସମ୍ଭବ, ଯେତିକି ଟିକେ ସମ୍ଭବ, ସେଇ କାମଟା, ସେଇ ଆସ୍ପେକ୍ଟଟା ତ ସେ କରିଦେଇ ଚାଲିଯିବ। ତେଣୁ ଜାତିକୁ ରକ୍ଷା କରିବାକୁ ହେଲେ ଏଇ ଯୋଉ 15ଟା ନୀତି ତ ପାଳନ କରିବାକୁ ହିଁ ପଡିବ। କିନ୍ତୁ 15ଟା ଯେ ସମସ୍ତଙ୍କ ଭିତରେ ରହିବ ତା ତ ନୁହେଁ। ଯିଏ ଯୋଉ ଧରଣର ବ୍ୟକ୍ତିତ୍ବ, ସେଇ ପ୍ରକାରର ବ୍ୟକ୍ତିତ୍ୱର ପରାକାଷ୍ଠା ନେଇ, ନିଦର୍ଶନ ନେଇ ଗୋଟେ ହେଲେ କାମ ତ ତାଙ୍କର କରିଦେଇ ପାରିବ। ଯୋଉ କାମ ଭିତରେ ଦେଇ ମଣିଷ ନିଶ୍ଚିନ୍ତ ଦିନକୁ ଦିନ ଉଦ୍ବେଗର ପଥରେ, ଆବେଗର ପଥରେ ସ୍ୱତଃ ସ୍ଫୂର୍ତ୍ତ ଚାଲୁ ହିଁ ଥିବ। ଆଉ ଏଇ ଜାତୀୟ ଜୀବନୀ ପଞ୍ଚଦଶୀ ତା ଭିତର ଦେଇ ଦିନକୁ ଦିନ ସ୍ୱତଃସ୍ଫୂର୍ତ୍ତ ପାଳିତ ହଉଥିବ, ତାକୁ ବଢି ଚାଲୁଥିବ, ଗଢି ଚାଲୁଥିବ। ଜୟ ଗୁରୁ। ଜୟ ଗୁରୁ। ବହୁତ ବହୁତ ଧନ୍ୟବାଦ ଡକ୍ଟର ରମାକାନ୍ତ ମିଶ୍ର। ଆଜି ସୁନ୍ଦର ଭାବରେ, ଆଜି ଏକ ସୁନ୍ଦର ଦିବସରେ, ଅବିନ୍ଦାଙ୍କ ଜନ୍ମ ଦିବସରେ ଆଜି ସୁନ୍ଦର ଟପିକଟି ମଧ୍ୟ ଆଲୋଚନା